ମୋର ବିକେ ଷ୍ଟଡି ଆଇକ୍ୟୁ ୟୁଟ୍ୟୁବ୍ ଚ୍ୟାନେଲକୁ ଇଣ୍ଡିଆନ୍ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ତରଫରୁ ରିକମେଣ୍ଡ ବାହାରିଛି। ଆପଣମାନଙ୍କୁ ମୁଁ ଡିଟେଲ୍ କହିବି। ଆବେଦନ ତାରିଖ ହେଉଛି 4/5/2024 ଠାରୁ ଶେଷ ତାରିଖ ହେଉଛି 24/5/2024 ପର୍ଯ୍ୟନ୍ତ। ଭ୍ୟାକେନ୍ସି ବାହାରିଛି, ତା'ର ଇଲିଜିବିଲିଟି କ୍ରାଇଟେରିଆ ଭ୍ୟାକେନ୍ସି ଡିଟେଲ୍ ଦେଖିବା। ତା'ର ଏଠି ପୋଷ୍ଟ ବାହାରିଛି, ତା'ର ଏକ୍ଜିକ୍ୟୁଟିଭ୍ ପାଇଁ ଏଜ୍ ହେଉଛି 22 ଠାରୁ 30 ଏବଂ ଏଜ୍ ମଧ୍ୟ ରିଲାକ୍ସେସନ୍ ଅଛି। ତା'ର ଭ୍ୟାକେନ୍ସି 28ଟି। ତା'ପରେ ତା'ର ଏକ୍ଜିକ୍ୟୁଟିଭ୍ କନସଲଟାଣ୍ଟର ତା'ର 21ଟି ପୋଷ୍ଟ। ତା'ପରେ ଏକ୍ଜିକ୍ୟୁଟିଭ୍ ସିନିୟର କନସଲଟାଣ୍ଟର ମଧ୍ୟ 5ଟି ପୋଷ୍ଟ। ଟୋଟାଲ୍ ମିଶିକି 54 ପୋଷ୍ଟ। ତା'ପରେ ଏଠି କାଟାଗୋରୀ ଅନୁସାରେ ମଧ୍ୟ ପୋଷ୍ଟ ମେନସନ୍ ହେଇଛି। ଏଠି ଆପଣ ଡିଟେଲ୍ ଦେଖିପାରିବେ। ତା'ପରେ ST/SC ମାନଙ୍କର ମଧ୍ୟ ଏଜ୍ ରିଲାକ୍ସେସନ୍ ଅଛି ଏବଂ ଯେଉଁମାନେ କି 40% ଡିଜାବିଲିଟି ପର୍ସନ୍ ମାନେ ମଧ୍ୟ ପକାଇ ପାରିବେ, 40% ଡିଜାବିଲିଟି ହେଇଥିଲେ। ତା'ପରେ ଏଠି ମେନସନ୍ ହେଇଛି ତା'ର ମାନେ ପୋଷ୍ଟ, ତା'ର ପୋଷ୍ଟିଂ ପ୍ଲେସ୍ ନେମ୍ ମେନସନ୍ ହେଇଛି। ଏଠି ସବୁ ଡିଟେଲ୍ ମେନସନ୍ ହେଇଛି। କେଉଁଠି କ'ଣ ପୋଷ୍ଟିଂ ହେବ ଡିଟେଲ୍ ଏଠି ସବୁ ମେନସନ୍ ହେଇଛି। ତା'ପରେ ଜବ୍ ଡେସ୍କ୍ରିପସନ୍ ଆଣ୍ଡ ମିନିମମ୍ ଏଜୁକେସନାଲ୍ କ୍ୱାଲିଫିକେସନ୍ ଏଠି ସବୁ ଏକ୍ଜିକ୍ୟୁଟିଭ୍ ଆସିଷ୍ଟାଣ୍ଟ କନସଲଟାଣ୍ଟ ପେମେଣ୍ଟ ଆପ୍ଲିକେସନ୍ ସପୋର୍ଟର ଆପଣ ଯଦି BE BTech କମ୍ପ୍ୟୁଟର ସାଇନ୍ସ ବା କରିଥିଲେ ମଧ୍ୟ ଆବେଦନ କରିପାରିବେ, କିନ୍ତୁ ଓର ମାଷ୍ଟର ଅଫ୍ କମ୍ପ୍ୟୁଟର MSc କରିଥିଲେ ମଧ୍ୟ ପକାଇ ପାରିବେ। ଓର BSc କମ୍ପ୍ୟୁଟର ସାଇନ୍ସ କରିଥିଲେ ମଧ୍ୟ ଆପଣମାନେ ପକାଇ ପାରିବେ। ଏଠି ତା'ର ଜବ୍ର ଡେସ୍କ୍ରିପସନ୍ ଲେଖାଯାଇଅଛି। ନେକ୍ସଟ ଦେଖିବା ଆମର ତା'ର ଏକ୍ଜିକ୍ୟୁଟିଭ୍ କନସଲଟାଣ୍ଟ ପେମେଣ୍ଟ ଆପ୍ଲିକେସନ୍ ସପୋର୍ଟ 2ର ଏଇଟା ମଧ୍ୟ BTech କରିଥିଲେ ମଧ୍ୟ MSc ଏବଂ BSc କମ୍ପ୍ୟୁଟର ସାଇନ୍ସ ମଧ୍ୟ କରିଥିଲେ ଆପଣମାନେ ଆବେଦନ କରିପାରିବେ। ସେହିପରି ଆମର ନେକ୍ସଟ ମଧ୍ୟ ଅଛି। ତା'ପରେ ଏକ୍ଜିକ୍ୟୁଟିଭ୍ ସିନିୟର କନସଲଟାଣ୍ଟ ପେମେଣ୍ଟ ଆପ୍ଲିକେସନ୍ର ମିନିମମ୍ ଏଇଠି ମଧ୍ୟ ସେମ୍ ତା'ର ଏଜୁକେସନାଲ୍ କ୍ୱାଲିଫିକେସନ୍। ତା'ପରେ ଏଇଟା ମଧ୍ୟ ସେମ୍ ଏଜୁକେସନାଲ୍ କ୍ୱାଲିଫିକେସନ୍। ଏଇଟା ମଧ୍ୟ ତା'ର ଏଜୁକେସନାଲ୍ କ୍ୱାଲିଫିକେସନ୍ ସେମ୍, ସବୁ ସେମ୍ ଦେଇଛି, କିଛି ଅଲଗା ନାହିଁ। ସେହିପରି ପୋଷ୍ଟ ଅଛି ଆମର ସବୁ ଏଜୁକେସନାଲ୍ କ୍ୱାଲିଫିକେସନ୍ ସବୁ ସେମ୍ ଦେଇଛି। ଆପଣ ତ ଜାଣିପାରିଲେ ପୋଷ୍ଟ କେତୋଟି ବାହାରିଛି ଏବଂ ତା'ର ଆବେଦନ ତାରିଖ କେବେ ଡିଟେଲ୍ ଆପଣ ଜାଣିପାରିଲେ ଏବଂ ସାଙ୍ଗସାଥିମାନଙ୍କୁ ସେୟାର କରନ୍ତୁ, ସେମାନେ ଜାଣିପାରିବେ ଏହିପରି ପୋଷ୍ଟ ବାହାରୁଛି କ'ଣ ବାହାରୁଛି ବୋଲିକି। ତା'ର ସାଲାରୀ ଦେଖିବା। ଏଇଟା ହେଉଛି ଏକ୍ଜିକ୍ୟୁଟିଭ୍ ଆସିଷ୍ଟାଣ୍ଟ କନସଲଟାଣ୍ଟର 10 ଲକ୍ଷ। ତା'ପରେ ଏକ୍ଜିକ୍ୟୁଟିଭ୍ କନସଲଟାଣ୍ଟର ଏଇଠି 15 ଲକ୍ଷ। ତା'ପରେ ଏଇଟା ହେଉଛି ଏକ୍ଜିକ୍ୟୁଟିଭ୍ ସିନିୟର କନସଲଟାଣ୍ଟର 25 ଲକ୍ଷ। ଏଠି ସବୁ ତା'ର ସାଲାରୀ ପେରା ନମ୍ବର ସବୁ ଏଠି ସବୁ ମେନସନ୍ ହେଇଛି। ତା'ପରେ ST/SC ମାନଙ୍କର ଏଠି ସବୁ କେତେ କ'ଣ ST/SC ମାନଙ୍କର ଆପ୍ଲିକେସନ୍ ଫିଜ୍ ଏଠି ସବୁ ମେନସନ୍ ଅଛି। ଫର୍ ଅଦର ମାନଙ୍କର ଆପ୍ଲିକେସନ୍ ଫିଜ୍ ସବୁରେ ସବୁ ମେନସନ୍ ହେଇଛି। ତା'ପରେ ରିଜର୍ଭେସନ୍ ମଧ୍ୟ ଅଛି ST/SC ମାନଙ୍କର ଜେନେରାଲ ଇନଫର୍ମେସନ୍। ତା'ପରେ ଆପ୍ଲିକେସନ୍ ଗାଇଡ଼ଲାଇନ୍ ଏଠି ସବୁ ଡିଟେଲ୍ ମେନସନ୍ ହେଇଛି, ଆପଣମାନେ ଜାଣିପାରିବେ। ଯଦି ଆପଣମାନେ ପ୍ରଥମ ଥର ମୋର ଏଇ ୟୁଟ୍ୟୁବ୍ ଚ୍ୟାନେଲରେ ଭିଡ଼ିଓକୁ ଦେଖୁଥିଲେ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ଅଲ୍ ନୋଟିଫିକେସନ୍କୁ ଦବାଇ ଦିଅନ୍ତୁ, ଯାହାଫଳରେ କି ସର୍ବପ୍ରଥମେ ଆପଣଙ୍କ ନିକଟରେ ଏହିପରି ଜବ୍ର ଇନଫର୍ମେସନ୍ ଏବଂ ନୋଟିଫିକେସନ୍ ଭିଡ଼ିଓ ପହଞ୍ଚିବ। ଏବଂ ସାଙ୍ଗସାଥିମାନଙ୍କୁ ସେୟାର କରନ୍ତୁ, ସେମାନେ ଜାଣିପାରିବେ ଏବଂ ଭିଡ଼ିଓ ଯଦି ଭଲ ଲାଗିଥିଲେ ଲାଇକ୍ କରିଦିଅନ୍ତୁ। ଧନ୍ୟବାଦ, ରହିଲି, ଥ୍ୟାଙ୍କ ୟୁ।